ମାଙ୍କଡ଼ ଓ ଠେକୁଆ। ଗୋଟିଏ ଗାଁରେ ଜଣେ ଚାଷୀ ରହୁଥିଲା। ସେ ଗୋଟିଏ ଠେକୁଆ ଏବଂ ଗୋଟିଏ ମାଙ୍କଡ଼ ପୋଷିଥାଏ। ସବୁବେଳେ ଠେକୁଆ ଓ ମାଙ୍କଡ଼ ଦୁଇ ଜଣ ଖେଳନ୍ତି। ଥରେ ଚାଷୀଟି ଭାବିଲା ଏହି ଦୁଇ ଜଣଙ୍କର ଗୋଟିଏ ପରୀକ୍ଷା କରିବ। ତେଣୁ ସେ ଗଛ ଲଗାଇବା ପାଇଁ ଖୋଳିଥିବା ଗାତ ଗୁଡ଼ିକରେ ଗୋଟିଏ ଗାତରେ ଫଳଟିଏ ପୋତିଦେଲା ଏବଂ ସେହି ଫଳକୁ ମାଙ୍କଡ଼ ଓ ଠେକୁଆ ଦୁଇ ଜଣଙ୍କୁ ଖୋଜିବା ପାଇଁ କହିଲା। ଠେକୁଆଟି ବହୁତ ପରିଶ୍ରମୀ ଥିଲା, ତେଣୁ ସେ ଶୀଘ୍ର ଯାଇ ସବୁ ଗାତ ଗୁଡ଼ିକ ଖୋଜି ପକାଇଲା। ମାଙ୍କଡ଼ ଭାବିଲା, ଆରେ ଏଇ ସାମାନ୍ୟ ଫଳଟେ ପାଇଁ ମୁଁ ଏତେ ପରିଶ୍ରମ କରିବି। ତେଣୁ ମାଙ୍କଡ଼ ଗୋଟିଏ ଗାତ ଉପରେ ଶୋଇ ପଡ଼ିଲା। କିଛି ସମୟ ପରେ ଠେକୁଆଟି ସବୁ ଗାତ ଗୁଡ଼ିକ ଖୋଜି ସାରିବା ପରେ ଦେଖିଲା କୌଣସି ଗାତରେ ଫଳଟି ନାହିଁ। ସେଥିପାଇଁ ସେ ମାଙ୍କଡ଼କୁ ସେଇ ଗାତ ଉପରୁ ଉଠିବାକୁ କହିଲା। ମାଙ୍କଡ଼ ସେଇ ଗାତ ପାଖରୁ ଉଠିଗଲା। ଠେକୁଆ ସେଇ ଗାତକୁ ଖୋଳିବାରୁ ଫଳଟି ପାଇଲା। ସେତେବେଳେ ମାଙ୍କଡ଼ଟି ଅନୁତାପ କଲା, ସେ ଅନ୍ତତଃ ଯଦି ସବୁ ଗାତ ନ ଖୋଜି ନିଜେ ଶୋଇଥିବା ଗାତଟି ଖୋଜିଥାନ୍ତା, ତାହେଲେ ନିଶ୍ଚିତ ଫଳଟିଏ ପାଇଥାନ୍ତା ଏବଂ ଚାଷୀର ଅତି ପ୍ରିୟ ହୋଇପାରିଥାନ୍ତା। ଏଥିରୁ ଆମେ ଶିଖିଲେ ଅଳ୍ପ ପରିଶ୍ରମ କରିବାରେ ମଧ୍ୟ ଲାଭ ଥାଏ। ଧନ୍ୟବାଦ।